କାଳୁ କହେ, କାଲି ତ ମତେ ବହୁତ ଭଲ ନିଦ ଆସିଲା, କିନ୍ତୁ ବର୍ତ୍ତମାନ ମତେ ବହୁତ ଜୋରସୋର ଭୋକ ଲାଗୁଛି। ଟିକି କହେ, ଭୋକ ତ ମତେ ବି ଲାଗୁଛି କାଳୁ ଭାଇ। ଦେଖିବା ଚୁନି ମାଉସୀ ଘରେ କିଛି ଖାଇବାକୁ ମିଳୁଛି କି ନା। ଟିକି ଚୁନି ମାଉସୀକୁ କହେ, ଚୁନି ମାଉସୀ, ଆମକୁ ଖୁବ ଜୋର ଭୋକ ଲାଗୁଛି, କିଛି ଖାଇବାକୁ ଅଛି? ଚୁନି ମାଉସୀ କହନ୍ତି, ହଁ ହଁ, ମୋ ପାଖରେ କିଛି ଧାନ ଅଛି, ଏ ଧାନ ନିଅ। ତମେ ମୋ ପାଇଁ ଏତେ ଗୁଡିଏ କାମ କଲ, 2 ଜଣ କିଛି କିଛି ଧାନ ଖାଇଦିଅ। ଖାଇସାରିବା ପରେ ଟିକି କହେ, ଚାଲ କାଳୁ ଭାଇ, ଆହୁରି କାଠ ସଂଗ୍ରହ କରିବାକୁ ଯିବା। ସେତିକି ବେଳେ ଚୁନି ମାଉସୀ କହନ୍ତି, ଟିକି, ତମେ ଗୋଟିଏ କାମ କର, ତମେ ନା କାଠ ବଦଳରେ ଖୁଦ ସଂଗ୍ରହ କର। ଘରେ ଖୁଦ ଖୁବ କମ ରହିଛି। ଘରେ ଯଦି ମୁଁ ଏକୁଟିଆ ରହିଥାନ୍ତି ତ ଖାଇବା ହୋଇଯାଇଥାନ୍ତା, କିନ୍ତୁ ଆମେ 3 ଜଣ ଅଛନ୍ତି, ଏଥିପାଇଁ ଆମକୁ ଅଧିକ ଖୁଦର ଆବଶ୍ୟକତା ରହିଛି। ଆପଣ ଠିକ କହୁଛନ୍ତି ଚୁନି ମାଉସୀ, ମୁଁ ଏବଂ କାଳୁ ଏବେ ଯାଉଛୁ। 2 ଜଣ ଖାଦ୍ୟ ସନ୍ଧାନରେ ବାହାରି ଯାଆନ୍ତି। ସେପଟେ କାଳୁ ଏବଂ ଟିକି ଚଢ଼େଇ ବହୁ କଷ୍ଟ କରୁଥାନ୍ତି। ଏପଟେ ମାଉସୀ ବଡ଼ ଆନନ୍ଦରେ ଖରାରେ ଆରାମରେ ଶୋଇଥାଏ। ଚୁନି ମାଉସୀ କହେ, ଏ ଥଣ୍ଡା ଦିନ କେତେ ଭଲ ହୋଇଥାଏ। ରାତିରେ ନିଆଁରେ ସେକି ହୁଅ, ଫେର ସକାଳେ ଖରାରେ ମଜାରେ ବସ। ଏ 2 ଜଣ ଖୁଦ ଆଣି ଫେରିବା ପର୍ଯ୍ୟନ୍ତ ମୁଁ ଘରର କବାଟ ବନ୍ଦ କରିଦିଏ। ମୁଁ ସେ 2 ଜଣକୁ ମିଛ କହିଛି କି ଘରେ ଖାଦ୍ୟ ସରିଯାଇଛି। ଏମିତି କିଛି ନାହିଁ, ମୁଁ ତ ପ୍ରଥମରୁ ବହୁତ ଖାଦ୍ୟ ଘରେ ଜମା କରି ରଖିଛି। ଏବେ ମୋ ଘରେ ରାତିରେ ନିଆଁ ଜଳେଇବା ପାଇଁ ପ୍ରଚୁର କାଠ ରହିଛି। ମୋର ପୁରା ଥଣ୍ଡା ଦିନ ଏମିତି ବଢିଆ ବିତିଯିବ। ଏପଟେ ଟିକି ଚଢ଼େଇ ଏବଂ କାଳୁକୁଆ ଖାଦ୍ୟ ଖୋଜି ଖୋଜି ବହୁ ଦୂରକୁ ଆସିଯାଆନ୍ତି। ତାଙ୍କୁ ଫେରୁ ଫେରୁ ରାତି ହୋଇଯାଏ। ଚୁନି ମାଉସୀ ଘରର କବାଟ ବନ୍ଦ କରିଦିଏ। ରାତି ହୋଇଯାଏ, 2 ଜଣ ଚୁନି ମାଉସୀ ଘରକୁ ଆସନ୍ତି। ଟିକି ଚଢ଼େଇ କହେ, ଚୁନି ମାଉସୀ, କବାଟ ଖୋଲ, ଆମେ ଅଛୁ। କାଳୁକୁଆ କହେ, ଆରେ ଚୁନି ମାଉସୀ, କବାଟ ଖୋଲ, ବାହାରେ ବହୁତ ଜୋର ଥଣ୍ଡା ହଉଛି। ତମେ କିଛି ସମୟ କବାଟ ନ ଖୋଲିଲେ ଆମେ ଏଠାରେ ବରଫ ବନିଯିବୁ। ଚୁନି ମାଉସୀକୁ ତାଙ୍କ କଥା ଶୁଣାଯାଏ, କିନ୍ତୁ ମତଲବୀ ଦୁଷ୍ଟ ଚୁନି ମାଉସୀ କବାଟ ଖୋଲେ ନାହିଁ। ସେ ଚୁପଚାପ ନିଜ ବସାରେ ଶୋଇଯାଏ। ଟିକି ଚଢ଼େଇ କହେ, ପ୍ରାୟ ଚୁନି ମାଉସୀ ଶୋଇପଡ଼ିଲେଣି। ଚାଲ ମୋ ଘରକୁ ଯିବା, ମୋ ଘରେ କିଛି କାଠ ଅଛି। ଆଜି ରାତି ସେଠି କାଠ ଜାଳି ଶୋଇଯିବା। ହଁ ହଁ, ଚାଲ ଚାଲ। କିଛି ସମୟ ପରେ ଚୁନି ମାଉସୀ ଝରକାରେ ଦେଖେ, ସେ 2 ଜଣ ଚାଲିଗଲେଣି। ମୁଁ ଏକୁଟିଆ ନିଆଁ ଜଳାଇ ଦିଏ। ଆରେ ବାପରେ, ଆଜି ତ ବହୁତ ଥଣ୍ଡା। ଆଜି ଅଧିକ କାଠ ଜାଳିବାର ଅଛି। ମୋ ପାଖରେ ତ ବହୁତ ଗୁଡିଏ କାଠ ଅଛି। ଚୁନି ମାଉସୀ କାଠ ଆଣି ନିଆଁରେ ଦେବାକୁ ଚାହୁଁଥାଏ। ସେତିକି ବେଳେ ଏକାଥରକେ ବହୁତ ଗୁଡ଼ିଏ କାଠ ନିଆଁକୁ ଚାଲିଆସେ। ସେ କାଠରେ ବି ନିଆଁ ଲାଗିଯାଏ। ଟିକି, କାଳୁ, କେଉଁଠାରେ ଅଛ? ଦୌଡ଼ି ଆସ। ଟିକି ଏହି ଆବାଜ ଶୁଣି, ଏ ତ ମାଉସୀର ଆବାଜ। ଲାଗୁଛି ମାଉସୀ କୌଣସି ବିପଦରେ ଅଛନ୍ତି। ଆମକୁ ଯାଇ ଦେଖିବାକୁ ପଡିବ। ଯେତେବେଳେ ସେ 2 ଜଣ ଆସି ଦେଖନ୍ତି, ମାଉସୀ ଘର ଚାରିପାଖରେ ନିଆଁ ଲାଗିଯାଇଥାଏ। କାଳୁ ସାହସ ଦେଖାଇ ମାଉସୀ ଘରର କବାଟ ଭାଙ୍ଗିଦିଏ, ଆଉ ମାଉସୀକୁ ନିଆଁରୁ ବାହାରକୁ ଆଣି ଛାଡ଼ିଦିଏ। ମାଉସୀର ଜୀବନ ବଞ୍ଚିଯାଏ। କାଳୁକୁଆକୁ ମାଉସୀ କହେ, ମତେ କ୍ଷମା କରିଦିଅ। ମୁଁ ବହୁତ ମତଲବୀ ସ୍ୱାର୍ଥପର ହୋଇଯାଇଥିଲି। ମୋ ପାଦରେ ମଡ଼ି ହୋଇଯାଇଥିବାର ମୁଁ ମିଛ ନାଟକ କରୁଥିଲି, ଆଉ ସବୁ କାମ 2 ଜଣକୁ କରାଇଦେଲି। ତମେ 2 ଜଣ ଆସିବା ପୂର୍ବରୁ କବାଟ ବନ୍ଦ କରିଦେଇଥିଲି, କିନ୍ତୁ ମତେ ମୁଁ କରିଥିବା କର୍ମର ଫଳ ଆଜି ମିଳିଗଲା।